हेलो पिलाମାନେ ଜୟ ଜଗନ୍ନାଥ ୱେଲକମ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍ ଲିଜୁ ଲର୍ଣ୍ଣିଂ ଓଡ଼ିଆ। ପିଲାମାନେ ଆଜି ଆମେ ପଢ଼ିବା ତୃତୀୟ ଶ୍ରେଣୀର ଭାଷା ମହକର ଲୁଚକାଳି ଖେଳ। ପିଲାମାନେ ଲୁଚକାଳି ଖେଳ ତ ଜାଣିଛ କି ନାହିଁ? ଜଣେ ଚୋର ହେଇଥିବ ଆଉ ଅନ୍ୟମାନେ ଲୁଚିଥିବେ। ସେମାନେ କ'ଣ ତାଙ୍କୁ ଖୋଜିବ। ଯିଏ ଚୋର ହୋଇଥିବ ତାକୁ କ'ଣ କୁହନ୍ତି ନା ଲୁଚକାଳି ଖେଳ। ଆସ ଏଇଠି ଦେଖିବା। ଦିନେ ପିମ୍ପୁଡ଼ି ଓ ହାତୀ ଲୁଚକାଳି ଖେଳୁଥିଲେ। ହାତୀ ଯେଉଁଠି ଲୁଚିଲେ ବି ପିମ୍ପୁଡ଼ି ସବୁବେଳେ ଜାଣି ଦେଉଥିଲା, କାରଣ ହାତୀର ଆକାର ବହୁତ ବଡ଼। ଯେତେବେଳେ ପିମ୍ପୁଡ଼ି ମନ୍ଦିର ଭିତରେ ଲୁଚୁଥିଲା, ସେତେବେଳେ ହାତୀ ବି ତାକୁ ଖୋଜି ପାଇଗଲା। କହିଲ ଦେଖି, ମନ୍ଦିର ଭିତରେ ପିମ୍ପୁଡ଼ି ଲୁଚି ରହିଥିବା କଥା ହାତୀ କିପରି ଜାଣିଥିବ? ପିଲାମାନେ? ନା, ମନ୍ଦିରରେ କ'ଣ ଭୋଗ ଚଢ଼ା ହୁଏ କି ନାହିଁ? ସେଠି ମିଠା ଅଂଶ ଥାଏ। ତ ପିମ୍ପୁଡ଼ି କେଉଁଠି ଥିବ? ସେ ମିଠା ଖାଇବାରେ ସିଏ ଥିବ। ତ ସେଥିପାଇଁ ହାତୀ କ'ଣ ନା ଜାଣିପାରିଲା ସିଏ କେଉଁଠି ଥିବ ନା ମନ୍ଦିର ଭିତରେ ଥିବ। ବୁଝିହେଲା? ନେକ୍ସଟ ଦେଖ, କାହାର କେତେ ଗୋଡ଼? ଦେଖ, ବଣର ପାଠଶାଳା ପାଠ ପଢ଼ା ଚାଲିଥାଏ। ବାଘ ଗୁରୁଜୀ ହୋଇ ପାଠ ପଢ଼ାଉଥିବେ। କିଏ ନା ବାଘ ପାଠ ପଢ଼ୁଛନ୍ତି। ଜଙ୍ଗଲରେ ଯେତେ ସବୁ ପଶୁପକ୍ଷୀ ଅଛନ୍ତି ତାଙ୍କୁ କ'ଣ କରୁଛନ୍ତି ନା ବାଘ ପାଠ ପଢ଼ୁଛନ୍ତି। ଦେଖ, ବାଘ କହୁଛନ୍ତି, ପିଲାମାନେ କହିଲ ଦେଖି, ଗୋଡ଼ ଆମର କ'ଣ ଉପକାର କରେ? ମାଙ୍କଡ଼ କହିଲା, ଗୁରୁଜୀ, ଗୋଡ଼ରେ ଆମେ ଚାଲୁ, ଖେଳୁ ଆଉ ଦୌଡ଼ୁ। ବୁଝିହେଲା? ସାପ କ'ଣ କହୁଛି? ମୋର ଗୋଡ଼ ନାହିଁ, ମୁଁ ଛାତିରେ ଭରା ଦେଇ ଯିବା ଆସିବା କରେ। ବାଘ କହୁଛି, ହଁ, ସାପ ପରି ମଧ୍ୟ ଜିଆ, ମାଛ, ଗେଣ୍ଡା, ଜୋକର ବି ଗୋଡ଼ ନାହିଁ। ବୁଝିହେଲା? ଏଇଠି କ'ଣ ବୁଝିଲ ନା ବାଘ ପଚାରିଲା, ଆଉ ତମର ଗୋଡ଼ରେ କ'ଣ କ'ଣ ଉପକାର ହୁଏ? ତ ମାଙ୍କଡ଼ କହିଲା କ'ଣ? ଆମେ ଚାଲୁ, ଦୌଡ଼ୁ। ସାପ କହିଲା କ'ଣ? ମୋର ଗୋଡ଼ ନାହିଁ, ମୁଁ ଛାତିରେ ଭରା ଦେଇକି ଚାଲେ। ବାଘ କ'ଣ କହୁଛି? ଆଉ ସାପ, ଜିଆ, ମାଛ, ଗେଣ୍ଡା ଏମାନେ ବି କ'ଣ କରନ୍ତି ନା ଭରା ଦେଇକି ଚାଲନ୍ତି। ତାଙ୍କର ବି ଗୋଡ଼ ନାହିଁ। ବୁଝିହେଲା? ତାପରେ ଦେଖ, ଏଠି କ'ଣ କରୁଛି? ଏଇଟା ବାଘ। ଇଏ କ'ଣ କରୁଛି ନା ପାଠ ପଢ଼ୁଛି। ଆଉ ସବୁ ଜୀବଜନ୍ତୁ ମାନେ କ'ଣ କରୁଛନ୍ତି ନା ପାଠ ପଢ଼ୁଛନ୍ତି। ତାପରେ ଦେଖ, ମୟୂର କ'ଣ କହୁଛି ନା, ଗୁରୁଜୀ, ମୋର ଯେମିତି ଦୁଇଟି ଗୋଡ଼, ସବୁ ପକ୍ଷୀଙ୍କର ମଧ୍ୟ ଦୁଇଟି ଲେଖାଏଁ ଗୋଡ଼ ଅଛି। ହଁ ହଁ, ମଣିଷର ବି ଦୁଇଟି ଗୋଡ଼। ଭାଲୁ କହୁଛି, କିନ୍ତୁ ମୋର 4ଟି ଗୋଡ଼ ଅଛି। ସିଂହ, ହରିଣ ଓ ଠେକୁଆ ଭାଇମାନଙ୍କର ବି 4ଟି ଲେଖାଏଁ ଗୋଡ଼ ଅଛି। ମାଙ୍କଡ଼ କହୁଛି, ମୋର ବି ମଧ୍ୟ 4ଟି ଗୋଡ଼। ମୁଁ ମୋ ଆଗ 2 ଗୋଡ଼କୁ ହାତ ପରି କାମରେ ଲଗାଏ। ବୁଝିପାରିଲ? ମୟୂର କ'ଣ ପଚାରିଲା ନା ମୋର ଯେମିତି 2ଟି ଗୋଡ଼ ଅଛି, ଅନ୍ୟ ପକ୍ଷୀମାନଙ୍କର ବି 2ଟି ଗୋଡ଼ ଅଛି କି? ବେଳକୁ ସିଏ କ'ଣ କହିଲା? ହଁ ହଁ, ମଣିଷର ବି 2ଟି ଗୋଡ଼ ଅଛି। ଭାଲୁ କହିଲା, ମୋର ଯେମିତି 4ଟି ଗୋଡ଼, ସେମିତି ଆଉ କାହାର 4ଟି ଗୋଡ଼ ଅଛି? ନା ସିଂହ, ହରିଣ, ବାଘ, ଠେକୁଆ, କୁକୁର, ଛେଳି ସବୁଗୁଡ଼ାର କ'ଣ ନା 4ଟି ଗୋଡ଼ ଅଛି। ମାଙ୍କଡ଼ କହିଲା କ'ଣ? ନା ମୋର ବି 4ଟା ଅଛି। ଆଗ 2ଟା ଗୋଡ଼କୁ ସିଏ କ'ଣ କରେ ନା ହାତ ପରି ସିଏ କାମ କରେ। ବୁଝିହେଲା? ତାପରେ ଦେଖ, ହାତୀ, ମୋର 5ଟା ଗୋଡ଼ ବୋଲି ଭାବୁଛ କି? ନା ନା, ମୋର ବି 4ଟି ଗୋଡ଼, ଗୋଟିଏ ଲମ୍ବା ଶୁଣ୍ଢ ଅଛି। ହାତୀ କ'ଣ କହୁଛି? ତମେ ଭାବୁଥିବ ମୋର କ'ଣ 5ଟା ଗୋଡ଼ ବୋଲି। ନା ନା, ମୋର 4ଟା ଗୋଡ଼, ଗୋଟେ ଲମ୍ବା ଶୁଣ୍ଢ ଅଛି। ବୁଝିହେଲା? ବାଘ କହିଲା, ଆଚ୍ଛା ପିଲାମାନେ କହିଲ, ମଶା ଓ ମାଛିର କେତୋଟି ଗୋଡ଼ ଅଛି?
ଦେଖ ପ୍ରଜାପତି କ'ଣ ଉତ୍ତର ଦଉଛି? ମଶା ମାଛିର 6ଟି ଗୋଡ଼, ମୋର ବି 6ଟି ଗୋଡ଼। ଜନ୍ଦା ପିମ୍ପୁଡ଼ି ଭଅଁର ମହୁମାଛିର ବି 6ଟି ଲେଖାଏଁ ଗୋଡ଼ ଅଛି। ବାଘ କହୁଛି, ଆରେ ବାଃ, ଏଥର କହିଲ କାହାର 8ଟି ଗୋଡ଼ ଅଛି? ବୁଢ଼ିଆଣୀ କହୁଛି, ମୋର ପରା 8ଟି ଗୋଡ଼। ମାଙ୍କଡ଼ ସାର ମଧ୍ୟ 8ଟି ଗୋଡ଼। ଆମେ ଜାଲ ବୁଣି ସେଥିରେ ରହୁ। ବୁଢ଼ିଆଣୀ କ'ଣ କହିଲା? ନା ବାଘ ପଚାରିଲା, ଆରେ କହିଲ 8ଟି ଗୋଡ଼ ଅଛି, କାହାର 8ଟି ଗୋଡ଼ ଅଛି? ନା ବୁଢ଼ିଆଣୀ କହୁଛି, ମୋର ପରା 8ଟି ଗୋଡ଼। ମାଙ୍କଡ଼ ସାର ମଧ୍ୟ 8ଟି ଗୋଡ଼। ଆମେ ଜାଲ ବୁଣି ସେଥିରେ ରହୁ। ବାଘ କହିଲା, ବହୁତ ଭଲ। ପିଲାମାନେ ଜାଣିଛ କି ଗୋଟିଏ କୀଟ ଅଛି, ତାର 30ରୁ ଆରମ୍ଭ କରି 382 ପର୍ଯ୍ୟନ୍ତ ଗୋଡ଼ ହୋଇପାରେ। ଏହି ଅଦ୍ଭୁତ କୀଟର ନାମ ହେଲା କ'ଣ? ନା ବିଛା। ତୁମେମାନେ କିଏ ବିଛା ଦେଖିଛ କି? ବାଘ ପଚାରିଲା, ତୁମେମାନେ କିଏ ବିଛା ଦେଖିଛ କି? ବିଛାର କେତୋଟି ଗୋଡ଼ ଅଛି କହିଲା? ନା 382ଟି ତାର କ'ଣ ଅଛି? ନା ଗୋଡ଼ ଅଛି। ଦେଖ କାଉ କ'ଣ କହୁଛି? ମୁଁ ଦେଖିଛି। ପ୍ରାୟ ଅନ୍ଧାରୁଆ ଓ ଓଦା ଜାଗାରେ ରହେ। ଗଛର ଜାଲି ଭିତରେ ଆଉ ଓଦା ଘାସ ପତ୍ର ତଳେ ରହେ। ବାଘ କହୁଛି, ଆରେ ବାଃ, ତୁମେମାନେ ତ ବହୁତ କଥା ଜାଣିଛ। ତାହେଲେ ଆଜି ଆମେ ଅନେକ ଜୀବଜନ୍ତୁଙ୍କର ଗୋଡ଼ ବିଷୟରେ ଜାଣିଲେ। ଆଜି ପାଇଁ ଏତିକି ଥାଉ। ଦେଖ ଏଠି କ'ଣ କିଏ ଆସିଲେ? ନା ବାଘ, ଭାଲୁ। ଏଠି କ'ଣ ବାଘ ପାଠ ପଢ଼ଉଛି। ବୁଝିହେଲା? ପିଲାମାନେ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ୍ କରିଦେବ। ରହୁଛି। ଜୟ ଜଗନ୍ନାଥ।